ମାନେ ୟା ପୂର୍ବରୁ ଆପଣ କେମିତି ଥିଲେ? ଭଲ ଥିଲେ ନାଇଁ ଯୋଉ ଭଲ ହେଲା ପରେ ଏବେ ମଝିରେ ଯୋଉ ଆପଣଙ୍କୁ ବଥା ହଉଛି ବୋଲି ଆପଣ କହୁଥିଲେ ସେଇଟା ଏତିକି ବଥା ହଉଥିଲା ନା ଆହୁରି ଅଧିକା ବଥା ହଉଥିଲା? ମେଡିକାଲ ଜଏନ୍ ହେଇଥିଲେ କହୁଥିଲେ ପରା ମାନେ ଏମିତି ବଥା ହଉନଥିଲା କେମିତି ହଉଥିଲେ ଆଉ କାହିଁକି ମେଡିକାଲ ଜଏନ୍ ହେଇଥିଲେ? ହଁ ଏ ସାଇଡରେ ଟିକେ ଟିକେ ବଥା ହଉଥିଲା ଆଉ ସେଇଠୁ ଆପଣ ମେଡିକାଲ ଜଏନ୍ ହେଇଥିଲେ ତାପରେ ଏବେ ପ୍ରାର୍ଥନା କଲା ପରେ ଟିକେ ଭଲ ଅଛନ୍ତି ଟିକେ ଭଲ ଲାଗୁଛି? ହଉ ଠିକ ଅଛି ହେଲେ ପ୍ରାର୍ଥନାକୁ ଆପଣ ବିଶ୍ୱାସ କରନ୍ତି? ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆପଣଙ୍କୁ ସୁସ୍ଥ କରିବେ ବୋଲି ଆପଣ ବିଶ୍ୱାସ କରୁଛନ୍ତି? ଠିକ ଅଛି ତାହେଲେ ଆମେ ଆପଣମାନଙ୍କ ନିମନ୍ତେ ଆପଣଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଆପଣ ବିଶ୍ୱାସ କରନ୍ତୁ ସେ ନିଶ୍ଚିତ ଭାବେ ଆପଣଙ୍କୁ ସୁସ୍ଥ କରିବେ। ତ ସମସ୍ତେ ତାଙ୍କ ନିମନ୍ତେ Hallelujah, hallelujah. परमेश्वर प्रभु विशेष करी प्रार्थना करू छी कि परमेश्वर तमे मोर चार में हेवा लागर के उठाई दिला परमेश्वर प्रभु नमन के कुष्ठ रोग के सुस्त कर दिला सीता परमेश्वर प्रभु माने एक भूत भारी को तमे छोड़ दे दिला परमेश्वर प्रभु से विश्वास नहीं आज ए लाल को निमंत्रण प्रार्थना करू छी परमेश्वर प्रभु समस्त पवित्र हस्त द्वारा तमे ओ प्रभु तमे पवित्र हस्त को तमे बढ़ाओ दिला परमेश्वर ए बात तमे स्पर्श कर दिला संपूर्ण एही चढ़ी मस्तक तोली ताजे तमे स्पर्श कर दिला परमेश्वर हे पवित्र पिता परमेश्वर प्रभु संपूर्ण आज सर कौन सी तांकर व्यथा शक्ति ओ मो मुंड व्यथा हाथ व्यथा गोड़ व्यथा प्रत्येक যন্ত্রণা प्रत्येक व्यथा शक्ति यीशु को नाम से लेकर परमेश्वर यीशु को नाम से लेकर परमेश्वर परमेश्वर प्रभु तुम से कोणता भी हस्त द्वारा स्पर्श करो ओ परमेश्वर तुम भी कहे तुम भी आपन वाक्य पर सुस्त कहिलो बोली कहछो पा सेही अनुसार एक मांग तुम्हारी वाक्य पर एही करे यीशु को नाम से सुस्त करो हे परमेश्वर प्रभु ए मां को मस्त कर बोली पाजे तमे पूर्ण संपूर्ण सुस्तना करो हमें विश्वास करू कि परमेश्वर प्रभु ओ परमेश्वर जे कोनसी पाप को क्षमा दे दो बेटा से विश्वास लिया दे तो युक्त प्रार्थना में ये बात को यीशु नाम से दिया बोली यीशु नाम लागू छी आमीन को ना कोन अच्छा अच्छा आपण पीड़ित भाव रे थिले तार टिके कहि पारबे कि को प्रकार आपण पीड़ित थिले आ को प्रकार भलो हेले से विषय टिके कोनतो आज तो चलो उठिली और मेडिकल गली ଆଉ ଥରେ ଆଇଲି ଆଉ ଥରେ ମେଡ଼ିକାଲ ଆଉ ଥରେ ଛାତି ବଥା ହେଲା ଆଉ ଥରେ ମେଡ଼ିକାଲ ଗଲି ସେଠାରୁ ମୁଁ ଜାଣିଲି ନାହିଁ କିଛି ନାହିଁ ଆଉ ମୋତେ ବହୁତ ଦୂରିଆ ଫୁଲବାଣୀ ନେଲେ ଆଉ ବହୁତ ଦୂରିଆ ଧରମପୁର ନେଲେ ଆଉ ସେଥିରେ ମଧ୍ୟ ଜାଣିଲି ନାହିଁ ପ୍ରଭୁ ଅନୁଗ୍ରହ କଲେ ଆଉ ତମରି ଦାସମାନଙ୍କୁ ସେଇଠି ଯୋଗେଇଲେ ଆଉ ମୋ ପାଇଁ ପ୍ରାର୍ଥନା କଲେ ମୋ ପାଇଁ କାନ୍ଦିଲେ ମୋ ପାଇଁ ଦୁଃଖ ହେଲେ ତାଙ୍କର ପ୍ରାର୍ଥନା ଯୋଗୁଁ ମୁଁ ଆଜି ଛିଡ଼ା ହେଇପାରୁଛି କଥା କହିପାରୁଛି ଚାଲି ପାରୁଛି ପ୍ରଭୁ ଅନୁଗ୍ରହ କରି ଆଶୀର୍ବାଦ କରୁ ହଁ ଆପଣ ଯେତେବେଳେ ରୋଗରେ ପୀଡ଼ିତ ଥିଲେ ଆମେ ବି ଶୁଣିକିରି ବହୁତ ଦୁଃଖ ଲାଗିଲା ଆଉ ତ ଆମେ ପ୍ରାର୍ଥନା କରିବା ଦ୍ୱାରା ଆପଣମାନେ ଭଲ ହେଇଛନ୍ତି ଆମେ କହିପାରେ ଆମେ ନିଶ୍ଚିତ ପ୍ରଭୁଙ୍କୁ ପ୍ରାର୍ଥନା କଲୁ ତ ପ୍ରଭୁ ଆମ ପ୍ରାର୍ଥନା ଶୁଣି ଆପଣଙ୍କୁ ସୁସ୍ଥତା କରିଛନ୍ତି ବୋଲି ଆପଣ ବିଶ୍ୱାସ କରୁଛନ୍ତି ତ ଆପଣଙ୍କ ବିଶ୍ୱାସ ହିଁ ଆପଣଙ୍କୁ ସୁସ୍ଥ କରିଛି ମା ତ ଆପଣ କିଛି ଚିନ୍ତା କରନ୍ତୁ ନାହିଁ ଆଗାମୀ ଦିନମାନଙ୍କରେ ଆମେ ପ୍ରାର୍ଥନା ଜାରି ରଖିବୁ ନିଶ୍ଚିନ୍ତ ଭାବରେ ଆଉ ସଦାପ୍ରଭୁଙ୍କ ହସ୍ତରେ କୌଣସି ବିଷୟ ଅସାଧ୍ୟତା ନାହିଁ ସେ ସମସ୍ତ ବିଷୟକୁ ସାଧନା କରିପାରନ୍ତି ସେହିପରି ଅସମ୍ଭବ ବୋଲି କିଛି ନୁହଁ ଆଉ ସେ ସମ୍ଭବ ଆପଣ ମଧ୍ୟ ଦେଖିସାରିଛନ୍ତି ଆଉ ରୋଗରୁ ମଧ୍ୟ ଆପଣଙ୍କୁ ସୁସ୍ଥ କରିଛନ୍ତି ଆମେନ୍।